ମଦ ବୋତଲ ଫୋପାଡ଼ିବାକୁ ନେଇ ଦୁଇ ପରିବାର ମଧ୍ୟରେ ମାରପିଟ। ଗୋଟିଏ ପରିବାରର ଜଣେ ଗୁରୁତର। ମେରାଇନ୍ ଥାନାରେ ମାମଲା। ପୁରୀ ଜିଲ୍ଲା ଗୋପ ବ୍ଲକ ସୁତନ ପଞ୍ଚାୟତ ବାଲି କପିଳେଶ୍ୱର ଛକ ଟିକିନା ଗାଁରେ ମଦ ବୋତଲ ସୁର ବେହେରା ଦ୍ୱାରକୁ ଫୋପାଡ଼ିବାକୁ ନେଇ ସୁର ବେହେରା ଓ ତାଙ୍କ ପୁଅ ପପୁ ବେହେରା ସେହି ଗ୍ରାମର ବିପିନି ପ୍ରଧାନଙ୍କୁ ଘରେ ପଶି ମରଣାନ୍ତକ ଆକ୍ରମଣ କରିଛନ୍ତି। ଏନେଇ ମେରାଇନ୍ ଥାନାରେ ଲିଖିତ ଅଭିଯୋଗ ପରେ ବି ଘଟଣାସ୍ଥାନରେ ମେରାଇନ୍ ପୋଲିସ ପହଞ୍ଚି ସୁର ବେହେରାଙ୍କୁ ଥାନାକୁ ଡାକି ଛାଡ଼ିଦେବା ସୂଚନା ରହିଥିବା ବେଳେ ସେପଟେ ବିପିନି ପ୍ରଧାନ ରକ୍ତାକ୍ତ ଅବସ୍ଥାରେ ଘରେ ପଡ଼ି ରହିছে। ତାଙ୍କ ଛାତିରେ ଅଧିକ ଯନ୍ତ୍ରଣା ହେବା ସହ ପାଟିରୁ ପ୍ରବଳ ଜୋରରେ ରକ୍ତସ୍ରାବ ହେବା ଦେଖାଦେଇଛି। ବିପିନି ପ୍ରଧାନଙ୍କ ବୋଉ ହାର୍ଟ ରୋଗରେ ଚିକିତ୍ସା ହେବା ବେଳେ ପୁଅର ଏପରି ରକ୍ତ ଝରୁଥିବା ଦେଖି ଘର ଭିତରେ ମୁଣ୍ଡ ପିଟୁଥିବା ଦେଖାଦେଇଛି। ତୁରନ୍ତ ପୁରୀ ଜିଲ୍ଲା ଆରକ୍ଷୀ ଅଧିକାରୀ ଓ 108 ସେବା ଯୋଗେ ମେଡିକାଲ ନେବା ସହ ବିପିନିଙ୍କୁ ନ୍ୟାୟ ଦେବାକୁ ଦାବି କରିଛନ୍ତି ବିପିନି ଓ ତାଙ୍କ ମା ଛୈଳ ପ୍ରଧାନ। ମୁଁ କଣ କଥା କହିପାରୁଛି? ପୁଅର ହାର୍ଟ ରୋଗ, କାଲି ଡାକ୍ତରଖାନା ରହିଛି, କଥା କହିପାରୁନି। ସିଏ କଣ ସେ କୋଉ କାଳେ ଯାଇକିରି ମଦ କାଚ ଖାଇଦେଲେ, ସେ କୋଉଠି ଫୋପାଡୁ ସେପଟକୁ ସେ କୋଉଠି ତାଙ୍କ ଦୁଆର ମୁହଁରେ ପଇଲା। ଦୁଆର ମୁହଁରେ ଯେମିତି ପଇଲା, ସେ ସେଠି ମତେ ଆସି ବିପନ୍ନ କଲା। ବୋଉ ତାଙ୍କ ଦୁଆରେ କାଚ ପଡିଗଲା। ମୁଁ କହିଲି 8 ଦିନ କୋଟେଇକି ଯାହା ତବ। ସେଇଠି ମତେ କହୁଛି ଘୋଡା ଗେଇ ତ କେତେ ତୋଟି ବାଳ ଅଛି ଦେଖିବି। ପୁଅରା ପୁଅକୁ ତ ମୋ ଆଗରେ ବାଡେଇଲା, ସେ ପୁଅ ଗଲା ହାରି, ମତେ ପଛରେ ପୁରା ଏମିତି ଶୋଧୁଛି। ମୁଁ ଟଙ୍କା ଗଦିରେ ମୋ ବାପ ଶୋଉଛି, ସେଇଠୁ ଏମିତି କହିକି ମତେ ଶୋଧିଲା ବୟସ। ଆଉ କହିଲା ମୁଁ ପୁରୁଣା ରୋଗ ସାରିଥିଲି। ପୁରୁଣା ରୋଗ କଣ ନା, କାଚ କାଇ ମୋ ଦୁଆରେ ଭାଙ୍ଗିଥିଲା, ସେଇ ସବୁ ବାଡେଇଲି। ମୁଁ ସବୁ ନୁହେଁ ପଚାର ଯାଇଥିଲା ପରା ଥାନାକୁ, ଯେ ଟଙ୍କା ପାଇଁ ଦେବି କଲେ କଣ କରିବି? ମୁଁ ମରିବି।